তো প্রাকৃতিক বিপর্যয় বিভিন্ন প্রকার ଅଛି। ଆମେ ଛୋଟବେଳୁ ବହିରୁ ପଢ଼ି ଆସୁଛୁ ଯେ ବନ୍ୟା ବାତ୍ୟା ଭୂମିକମ୍ପ ଏଇସବୁ ଜିନିଷଟା ଆମେ ପଢ଼ୁଛୁ ସବୁବେଳେ। ଫ୍ଲଡ୍, ସାଇକ୍ଲୋନ୍ ଆଉ ଆର୍ଥକ୍ୱେକ୍ ଆଉ ଯେଉଁ ବିଶ୍ୱ ତାପମାନ ବୃଦ୍ଧି, ଥଣ୍ଡା ଲହରୀ ହେଲା, ସମୁଦ୍ର ପତନ ବୃଦ୍ଧି, ସୁନାମି ଏସବୁ ଜିନିଷଟା ହେଉଛି ମାନେ ନ୍ୟାଚୁରାଲ ଡିଜାଷ୍ଟର ହେଲା। ଆଉ ପର୍ବତ ଅଞ୍ଚଳରେ କ'ଣ ହୁଏ, ସ୍ନୋ ଆଭାଲାଞ୍ଚ ହୁଏ, ମାନେ ବରଫ ଅତଡ଼ା ଖସେ ଆଉ ମାଟିର ଗୋଟେ ଅତଡ଼ା ଖସେ ଆଉ ଆଗ୍ନେୟଗିରି ଉଦ୍ଗୀରଣ ହୁଏ ହେଲା। ଏଇସବୁ ଜିନିଷ ଗୁଡ଼ା ଭୋଲକାନ ସେଟା କୁହାହେଉଛି। ଆଉ ତାପରେ ଆମର ଆର୍ଥକ୍ୱେକ୍ ଭୂମିକମ୍ପ ହେଉଛି। ଏଇସବୁ ଜିନିଷ ହେଉଛି ନ୍ୟାଚୁରାଲ ଡିଜାଷ୍ଟର, ପ୍ରାକୃତିକ ବିପର୍ଯ୍ୟୟ। ଆଉ ମନୁଷ୍ୟକୃତ ବିପର୍ଯ୍ୟୟ କ'ଣ ନା ମ୍ୟାନ୍ ମେଡ୍ ଆର୍ଟିଫିସିଆଲ ଡିଜାଷ୍ଟର କ'ଣ ନା ବର୍ତ୍ତମାନ ଯେଉଁ ୱାର୍ ଯୁଦ୍ଧ ହେଉଛି, ଏଟମିକ୍ ୱାର୍, ପୁରା କେମିକାଲ ୱାର୍, ବାୟୋଲୋଜିକାଲ ୱାର୍, ଏସବୁ ଯୁଦ୍ଧ। ତାପରେ ଟେରୋରିଷ୍ଟ ମାନେ ଯେଉଁ ଆତଙ୍କବାଦୀ ଆକ୍ରମଣ ହେଉଛି, ଏଗୁଡ଼ା ସବୁ ଆର୍ଟିଫିସିଆଲ ଡିଜାଷ୍ଟର, ମାନେ ମନୁଷ୍ୟକୃତ ବିପର୍ଯ୍ୟୟ। ବୁଝିପାରୁଛନ୍ତି ନା? ମନୁଷ୍ୟକୃତ ବିପର୍ଯ୍ୟୟ